আজি স্বাধীনতা দিবস। আজি দিନରେ দেশ পাইଥିଲା স্বাধীনতা। আসন্তু ଏହା ପଛରେ କିଛି ଇତିହାସକୁ ଜାଣିବା। ଆଜ୍ଞା ହଁ, 15 ଅଗଷ୍ଟରେ ଦେଶ ପାଳିବାକୁ ଯାଉଛି 78ତମ ସ୍ୱାଧୀନତା ଦିବସ। ସେପଟେ 78ତମ ସ୍ୱାଧୀନତା ଦିବସକୁ ସ୍ମରଣୀୟ କରିବା ପାଇଁ ଦେଶରେ କୋଣ ଅନୁକୋଣରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଇଛି। ଭାରତର ସ୍ୱାଧୀନତା ଦିବସ ହେଉଛି ସେହି ଦିବସ ଯେଉଁଦିନ ଭାରତ ଇଂରେଜ ଶାସନରୁ ମୁକ୍ତ ହୋଇଥିଲା ଏବଂ ଏହା ସେହି ଗୌରବମୟ ଇତିହାସକୁ ମନେ ପକାଇବାର ଦିବସ ଯାହା ପାଇଁ ଦେଶର ସ୍ୱାଧୀନତା ସଂଗ୍ରାମୀମାନେ ଦେଇଥିଲେ ଅନେକ ବଳିଦାନ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଦିଲ୍ଲୀ ଲାଲକିଲ୍ଲାଠାରେ 15 ଅଗଷ୍ଟ 1947 ଦିନ ପତାକା ଉତ୍ତୋଳନ କରିଥିଲେ। ଏହା ପରଠାରୁ ଏକ ପ୍ରଥା ଭାବରେ ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାଠାରେ ପତାକା ଉତ୍ତୋଳନ କରିଥାନ୍ତି ଏବଂ ଦେଶବାସୀଙ୍କୁ ସମ୍ବୋଧିତ ମଧ୍ୟ କରିଥାନ୍ତି। ଆଉ ଭାରତର ତିରଙ୍ଗା ପତାକା ସ୍ୱତନ୍ତ୍ର ଭାରତକୁ ସୂଚାଇଥାଏ। 78 ବର୍ଷ ତଳେ 1947 ଅଗଷ୍ଟ 15 ତାରିଖରେ ପାଳନ ହୋଇଥିଲା ପ୍ରଥମ ସ୍ୱାଧୀନତା ଦିବସ। ହେଲେ କିଏ ଏହି ଦିନ ଧାର୍ଯ୍ୟ କରିଥିଲେ, କ'ଣ ଆପଣ ଜାଣିଛନ୍ତି କି? କାହିଁକି 15 ଅଗଷ୍ଟ ହିଁ ସ୍ଥିର କରାଯାଇଥିଲା, ଅନ୍ୟ କେଉଁ ଦିନ ନୁହଁ? ତେବେ ଆସନ୍ତୁ ଜାଣିବା ଏହା ପଛର କିଛି କଥା। ସ୍ୱାଧୀନତା ପାଇଁ ଅନେକ ବର୍ଷର ସଂଘର୍ଷ ପରେ ଶେଷରେ ବ୍ରିଟିଶ ପାର୍ଲାମେଣ୍ଟ ଭାରତକୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ଶେଷ ବ୍ରିଟିଶ ଗଭର୍ଣ୍ଣର ଲର୍ଡ ମାଉଣ୍ଟ ବ୍ୟାଟେନଙ୍କୁ 30 ଜୁନ 1948 ସୁଦ୍ଧା କ୍ଷମତା ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ବ୍ରିଟିଶ ପାର୍ଲାମେଣ୍ଟ। କିନ୍ତୁ କ୍ଷମତା ହସ୍ତାନ୍ତର ପାଇଁ ମାଉଣ୍ଟ ବ୍ୟାଟେନ ଏହି ତାରିଖକୁ ପଛକୁ ଘୁଞ୍ଚାଇ ଦେଇଥିଲେ ଏବଂ 15 ଅଗଷ୍ଟ 1947 ଦିନ ଧାର୍ଯ୍ୟ କରିଥିଲେ। ସ୍ୱାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଶ୍ରୀ ରାଜଗୋପାଳଚାରୀ କହିଥିଲେ ଯେ ତାରିଖକୁ ପଛକୁ ଘୁଞ୍ଚାଇବାର କାରଣ ହେଉଛି ଯେ ମାଉଣ୍ଟ ବ୍ୟାଟନ ଚାହୁଁଥିଲେ ଯେ ଯେପରି କୌଣସି ଦଙ୍ଗା କିମ୍ବା ରକ୍ତପାତ ନ ହେଉ। ଏହା ସହ ଆଉ ଏକ କାରଣ ହେଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନ ଆତ୍ମସମର୍ପଣ କରିବାର ଦ୍ୱିତୀୟ ବାର୍ଷିକ ଏହି ଦିନ ହେଉଥିଲା। ତେଣୁ ମାଉଣ୍ଟ ବ୍ୟାଟେନ ଏହି ଦିନକୁ ବାଛିଥିଲେ। ଲର୍ଡ ମାଉଣ୍ଟ ବ୍ୟାଟନଙ୍କ ଦ୍ୱାରା ଅଗଷ୍ଟ 15କୁ ଚୟନ କରାଯାଇଥିଲା ସ୍ୱାଧୀନତା ଦିବସ ରୂପେ। ମାଉଣ୍ଟ ବ୍ୟାଟେନଙ୍କ ନିଷ୍ପତ୍ତି ପରେ ଏଥିପାଇଁ ଭାରତ ସ୍ୱାଧୀନତା ବିଲ୍ ବ୍ରିଟିଶ ପାର୍ଲାମେଣ୍ଟରେ ଉଭୟ ଗୃହରେ 4 ଜୁଲାଇ 1947ରେ ପାରିତ ହୋଇଥିଲା ଏବଂ ଭାରତୀୟ ସମ୍ବିଧାନ ଅଧିନିୟମ 1947 ଅଗଷ୍ଟ 15 ତାରିଖରେ ଲାଗୁ ହୋଇଥିଲା। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।